ପିଲାମାନେ ଆଜି ଆମେ 6 ସେମିଷ୍ଟାର ଏଜୁକେସନ୍ ଅନର୍ସ ଯେଉଁମାନଙ୍କର 6 ସେମିଷ୍ଟାର ଏଜୁକେସନ୍ ଅନର୍ସର କୋର୍ 13ର ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଦେଖିବା। ଠିକ୍ ଅଛି, ଯେଉଁଟାକି ଲଙ୍ଗ୍ କୋଶ୍ଚିନ୍, ଯେଉଁଟାକି ତୁମ ପରୀକ୍ଷାରେ ବାରମ୍ବାର ଆସିଥାଏ, ସେଇ କୋଶ୍ଚିନ୍ ସବୁ ଦେଖିବା। ଠିକ୍ ଅଛି, ଚାଲନ୍ତୁ ବେଶୀ ଡେରି କରିବାନି, ଦେଖିବା କ'ଣ ଦେଇଛି। କୋଶ୍ଚିନ୍ ରହୁଛି ଯେଉଁଟାକି VVI ଭେରି ଭେରି ଇମ୍ପୋର୍ଟାଣ୍ଟ, ଏବେଠୁ ମାରିକି ରଖ। ଠିକ୍ ଅଛି, ଦେଖ ତୁମର କ'ଣ ଦେଇଛି। ପ୍ରଥମେ ଦେଲା ପ୍ରାଥମିକ ଶିକ୍ଷାର ସମତା ଓ ସମାନତା ଏବଂ ଗୁଣାତ୍ମକ ନିଶ୍ଚିନ୍ତର ସମସ୍ୟା ଗୁଡ଼ିକ ଲେଖ। ଠିକ୍ ଅଛି, ତ ତାର ସମସ୍ୟା ଗୁଡ଼ିକ କ'ଣ ଦେଇଛି ଦେଖ। କ'ଣ ଦେଇଛି ତମର ଏଇଟା ଆସିବ ଏବଂ ଆସିଥାଏ ବାରମ୍ବାର। ଡିସ୍କସ୍ ଦି ପ୍ରୋବ୍ଲେମ୍ ଏନ୍ସୁରିଂ ଇକ୍ୱିଟି ଆଣ୍ଡ ଇକ୍ୱାଲିଟି ଅଫ୍ ଏଲିମେଣ୍ଟାରୀ ଏଜୁକେସନ୍। ଠିକ୍ ଅଛି, ଆମେ ପ୍ରଥମେ ଯେ ପ୍ରାଥମିକ ଶିକ୍ଷା ସମାନତା ଦେଖ। ପ୍ରଥମେ ଲଙ୍ଗ୍ କୋଶ୍ଚିନ୍ କାହିଁକି କହୁଛି, କାହିଁକି ନା ଲଙ୍ଗ୍ କୋଶ୍ଚିନ୍ ଯିଏ ବି ହାତ ଛଡ଼ା କରି ଆସିଥାଏ ତାର କ'ଣ 7 ମାର୍କ ପୁରା ଯାଇଥାଏ, କିମ୍ବା ତୁମର 5 ମାର୍କିଆ ଆସୁଥିବ। ଠିକ୍ ଅଛି, ପୁରା ଯାଇଥାଏ, ତ ତୁମେ କେବେ ବି ହାତ ଛଡ଼ା କରିବନି। ସେଥିପାଇଁ ତୁମର ପ୍ରଥମେ ଲଙ୍ଗ୍ କୋଶ୍ଚିନ୍ କ'ଣ କ'ଣ ଇମ୍ପୋର୍ଟାଣ୍ଟ ସେଗୁଡ଼ା ସବୁ ଜଣେଇ ନେଉଛି। ଆଉ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନୋଟ୍ କରିନାହାନ୍ତି, ବର୍ତ୍ତମାନଠୁ ନୋଟ୍ କରି ରଖ। ଠିକ୍ ଅଛି, ଶିକ୍ଷା କ'ଣ, ଶିକ୍ଷା କାହାକୁ କୁହାଯାଏ ଆମେ ଜାଣିବା। ଦେଖ, ପ୍ରଥମେ ଦେଇଛି କ'ଣ ନା ଜାତୀୟ ଶିକ୍ଷାନୀତି 1986 ପ୍ରଚଳିତ ଶିକ୍ଷାରେ ଥିବା ସମସ୍ୟା ବୈଷମ୍ୟକୁ ଦୂର କରିବାକୁ ଚେଷ୍ଟା କରିଛି। ଶିକ୍ଷା ସୁଯୋଗରୁ ବଞ୍ଚିତ ପାଇଁ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରି ସେମାନଙ୍କୁ ଅନ୍ୟମାନଙ୍କ ସହ ସୁବିଧା ସୁଯୋଗ ଉପରେ ନୂତନ ଶିକ୍ଷାନୀତି ଗୁରୁତ୍ୱ ଦିଏ। ସେ ସମସ୍ୟା ଗୁଡ଼ିକ ନିମ୍ନରେ ଆଲୋଚିତ। ଆଚ୍ଛା, ଦେଖ ସେ କ'ଣ କହିଲା। ଦେଖ, ପ୍ରଥମ କଥା ମୁଁ ତୁମକୁ ବୁଝାଉଛି ଶିକ୍ଷା କ'ଣ। ଦେଖ, ଶିକ୍ଷା ମାନେ ଏଜୁକେସନ୍ ଆମକୁ କ'ଣ ପାଇଁ ଦିଆଯାଏ ନା, ଯେତେବେଳେ ଶିକ୍ଷା ଯଦି ଗୋଟେ ପିଲା ଯଦି ଠିକ୍ ସେ ଶିକ୍ଷା ସେ ପାଇଥିବ, ତାହେଲେ ନିଶ୍ଚିନ୍ତ ସେ ନେକ୍ସଟ ଜଣକୁ ବୁଝେଇ ପାରିବ। ବୁଝିପାରୁଛ କି ନାହିଁ? ଯଦି ତମେ ଭଲ ଭାବରେ ଗୋଟେ ଶିକ୍ଷାଟା ଶିଖିଥିବ, ମାନେ ଏକ୍ଜାମ୍ପଲ୍ ତମେ ମାନେ ଗଣିତ ଭଲ ଭାବରେ ଶିଖିଛ। ଠିକ୍ ଅଛି, ଆଉ ଜଣକୁ ତମେ ଜଣେଇ ପାରିବ ଯେ ଏଇଟା କ'ଣ ରହୁଛି ନା, ଏଇଟାରେ ଏଇଟା ମିଶିଲେ ଏମିତି ହେଉଛି, ତ ସେଠି ତାକୁ ଗୁଣିଲେ ଏମିତି ହେଉଛି। ଆମେ ଶିଖିଛୁ ବୋଲି ବର୍ତ୍ତମାନ ଗୋଟେ ଛୋଟ ପିଲାକୁ ଶିଖେଇ ପାରିବା, ତାକୁ ମିଶାଣ ବି ଶିଖେଇ ପାରେ, ହରଣ ବି ଶିଖେଇ ପାରେ, ଗୁଣନ ବି ଗୋଟେ ଏକ୍ଜାମ୍ପଲ୍। ଠିକ୍ ଅଛି, ତ ତମେ ମାନେ ସେମିତି ଯଦି ଜଣେ ଠିକ୍ ସେ ଶିକ୍ଷା ଗୋଟେ ଜିନିଷ ପାଇଥିବ, ତାହେଲେ ସେ ନେକ୍ସଟ ଜଣକୁ ଭଲ ଭାବରେ ବୁଝେଇ ପାରିବ। ତ ସେଇଟା ତ ପ୍ରଥମେ ଆମେ କ'ଣ କରିବା ନା, ତାକୁ ସବୁବେଳେ ପଏଣ୍ଟ ଦେଇ ଲେଖିବ। ସବୁବେଳେ ମନେ ରଖିଥାଉ, ତମର 5 ମାର୍କିଆ ଆସିଥାଉ କିମ୍ବା 7 ମାର୍କିଆ ଆସିଥାଉ, ତ ସବୁବେଳେ ପଏଣ୍ଟ ଦେଇ ଲେଖିବ। ଦେଖ କ'ଣ ଦେଇଛି ସିଏ ନା, ନାରୀ ଶିକ୍ଷା ପ୍ରଥମେ ଦେଇଦେଲା ଓମେନ୍ ବା ଗାର୍ଲସ ଏଜୁକେସନ୍। ଠିକ୍ ଅଛି, ନାରୀ ଶିକ୍ଷା ଆମେ କ'ଣ, ନାରୀ ଶିକ୍ଷାଟା ଯେଉଁଟା ସେଇଟା ଆମେ କ'ଣ ପ୍ରଥମେ ଜାଣିବା। ଠିକ୍ ଅଛି, ନାରୀମାନଙ୍କର ସମ୍ପର୍କିତ ପରିସ୍ଥିତି ତଥା ଅବସ୍ଥାରେ ପରିବର୍ତ୍ତନ ଆଣିବାରେ ଶିକ୍ଷାକୁ ବଳିଷ୍ଠ ମାଧ୍ୟମ ଭାବରେ ଗ୍ରହଣ କରାଯାଏ। ଠିକ୍ ଅଛି, ଯୁଗ ଯୁଗ ଧରି ପ୍ରଚଳିତ କୁସଂସ୍କାର ଭାରତରେ ନାରୀ ଓ ପୁରୁଷ ମଧ୍ୟରେ ବିଷମତା ସୃଷ୍ଟି କରିଛି। ଜାତୀୟ ଶିକ୍ଷାନୀତି 1986 ହିଁ ବୈଷମ୍ୟକୁ ଦୂର କରି ନାରୀମାନଙ୍କୁ ପୁରୁଷମାନଙ୍କ ସହିତ ସମକକ୍ଷ କରିବାରେ ଏବଂ ସେମାନଙ୍କଠାରେ ଅଧିକ ଶକ୍ତି ସଞ୍ଚୟ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ବ୍ୟବସ୍ଥା ଗ୍ରହଣ କରିଅଛି। ଦେଖ, ଏଠି କ'ଣ ଦେଉଛି, କ'ଣ ସେ ଜଣାଉଛି ଯେ ନାରୀମାନଙ୍କୁ ଆମେ ଆଗକୁ ଆଣିବା। ଠିକ୍ ଅଛି, ନାରୀ ଶିକ୍ଷାଟି କ'ଣ ବର୍ତ୍ତମାନ ମୁଁ ଗୋଟେ ତୁମମାନେ ଜଣାଉଛି। ଯଦି ତୁମର ନିଜର ବାପା କି ମା ମାନେ ଯଦି ସେମାନେ ପଢ଼ିଥିବେ, ତାହେଲେ ତୁମମାନଙ୍କୁ ସେ ଇଜିଲି ପଢ଼େଇ ପାରିବେ। ଯାହାଫଳରେ କି ତୁମେମାନେ କ'ଣ କରିବେ ନା, ପ୍ରଥମରେ ଯଦି ତୁମେ ଛୋଟ ହୋଇଥିଲ, ତୁମକୁ ସେମାନେ ପଢ଼େଇବା ଶିଖେଇଥାନ୍ତି, ଯାହାଫଳରେ କି ତୁମେ ଇଜିଲି ଗୋଟେ ଜିନିଷ ପଢ଼ିକିନି ତୁମେମାନେ ଧୀରେ ଧୀରେ କ'ଣ କରିଥାଉ ନା, ଡେଭଲପ୍ କରିଥାଉ। ଠିକ୍ ଅଛି, ତ ସେଥିପାଇଁ ଗୋଟେ ନାରୀ ଯେମିତି ହେଲେ ଶିକ୍ଷା ତା ପାଖରେ ରହିଥିବା ଦରକାର। ତମ ମା ଯଦି ତୁମକୁ ପଢ଼େଇଥିବେ ଛୋଟବେଳୁ, ତାହେଲେ ତୁମେମାନେ ଏଠି ଆସି ପହଞ୍ଚି ପାରୁଛ, ଯେଉଁମାନେ କି ଏବେ ବି ଭିଡ଼ିଓ ଦେଖୁଛ। ଠିକ୍ ଅଛି, କାହିଁକିନା ସେମାନେ ଯଦି ତୁମକୁ କିଛିଟା ପଢ଼େଇ ନଥାନ୍ତେ, ତାହେଲେ ତୁମେମାନେ ଏପର୍ଯ୍ୟନ୍ତ ଆସିପାରିନଥାନ୍ତ। ଠିକ୍ ଅଛି, ତ ଦେନ୍ ଦେଖ କ'ଣ କହୁଛି ନା, ପୁନର୍ଗଠନ ପାଠ୍ୟକ୍ରମ, ନୂତନ ପାଠ୍ୟକ୍ରମ, ସମାନ ନିର୍ଦ୍ଧାରିତ ଶିକ୍ଷକ ପ୍ରଶିକ୍ଷଣ ଓ ଶିକ୍ଷାନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ମୂଲ୍ୟବୋଧ ସୃଷ୍ଟି କରିବା, ଏହା ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ। ତାପରେ କ'ଣ ଦେଲା ଦେଖ,
ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ମୂଲ୍ୟବୋଧ ସୃଷ୍ଟି କରିବା ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ। ସ୍ୱତନ୍ତ୍ର ସହାୟକ ସେବା ବ୍ୟବସ୍ଥା ସମୟ ନିର୍ଦ୍ଧାରଣ ଦ୍ୱାରା ନାରୀ ନରକ୍ଷଣ ଦୂର କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସେମାନଙ୍କ ପ୍ରବେଶ ଶିକ୍ଷା ସମ୍ପୂର୍ଣ୍ଣ କରିବାର ସୁଯୋଗ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ସ୍ତରରେ ଧନ୍ଦାମୂଳକ ଏବଂ ବେସରକାରୀ ଶିକ୍ଷାର ସୁଯୋଗ ନିମନ୍ତେ ନାରୀମାନଙ୍କ କ୍ଷେତ୍ର ପ୍ରସ୍ତୁତି କରିବା ଶିକ୍ଷା ବ୍ୟବସ୍ଥାର ଲକ୍ଷ୍ୟ। ଦେଖ ଏଠି କ'ଣ ସେ ଜଣାଉଛି ନା ଧର ଜଣେ ଗ୍ରାମାଞ୍ଚଳରେ ଥିବ ଏବଂ ଜଣେ ସହରାଞ୍ଚଳରେ ବସବାସ କରୁଥିବ। ଗ୍ରାମାଞ୍ଚଳରେ ଜଣେ ଶିକ୍ଷାଟା କେମିତି ପାଇଥିବ, ସହରାଞ୍ଚଳରେ କେମିତି ପାଇଥିବ? ନା ଗ୍ରାମାଞ୍ଚଳରେ ସେ କ'ଣ ହୋଇଥିବ ନା ଏତେ ଡେଭଲପ୍ ନଥିବ, ଠିକ୍ ଅଛି। ତାକୁ ଯାହା ବି ପଢ଼େଇବ ସେ ମାନେ ସେତିକି ହିଁ ପଢ଼ିଥିବ ଏବଂ ଜାଣିଥିବ ଏବଂ ଗାଁରେ ଖେଳ ଲୋକ। ସହରାଞ୍ଚଳରେ ରହିଲା ତ ସେ ଅଧିକ ଡେଭଲପ୍ କରିପାରିବ, ଜାଣିପାରିବ ସବୁ ଜିନିଷ ମାନେ ଟେକ୍ନୋଲୋଜି ଉପରେ। ତ ସେଠି ଏଇଟା ସେ କହୁଛି ଯେ ଅଧିକ ମାନେ ସହରାଞ୍ଚଳରେ ରହିଲେ ଅଧିକାଂଶ ଜିନିଷ ଶିଖିପାରିବା। ତ ତାପରେ କ'ଣ ଦେଇ ତାର ପଏଣ୍ଟ ବି ମଧ୍ୟ କିଛିଟା ଦେଇଛି। ଦେଖ, ଶିଶୁର ନିୟମିତ ବିଦ୍ୟାଳୟ ଯିବା କ୍ଷେତ୍ରରେ ଆଗ୍ରହ ପ୍ରକାଶ କରୁନଥିବା ପରିବାର ପ୍ରୋତ୍ସାହନ ଦେବା। ଦେଖାଉଛି ଶିଶୁମାନେ କ'ଣ କରନ୍ତି, ତମେ ଛୋଟବେଳେ ଜାଣିଥିବ ନା ଠିକ୍ ଅଣ୍ଡାବାରି ଦିନ, ଯେଉଁଟାକି ଶନିବାର ରୁହେ ସଡ଼କରେ ଏବଂ ବୁଧବାର, ଠିକ୍ ଅଛି। ତ ସେଇ ଦିନ ବି ଯାଆନ୍ତି, ବହୁତ ପିଲା ଯାଆନ୍ତି ସେଇଦିନ। ତ ଆଉ କେଉଁ ଦିନ ବି ଏତେ ପିଲା ନଥାନ୍ତି, ଠିକ୍ ଅଛି। ମ୍ୟାକ୍ସିମମ୍ ପିଲା ନଥାନ୍ତି, ମିନିମମ୍ ପିଲା ହିଁ ଥାନ୍ତି, ଏଇଟା ତମେ ଜାଣିଥିବ। ତ ସେଠି ଆମେ କ'ଣ କରିବା, ନାଇଁ ତାଙ୍କୁ କ'ଣ କରିବା, ସବୁବେଳେ ପଠେଇବା ନିତ୍ୟ ଦିନ ସ୍କୁଲକୁ, ଯାହାଫଳରେ କି ସେ ଶିକ୍ଷା ପାଇପାରିବେ। ଦେନ୍ ଡବଲ୍ ହେଇଥିଲା ସଫେଇ କାର୍ଯ୍ୟ କରୁଥିବା ପରିବାର ଶିଶୁକୁ ପ୍ରଥମେ ବୃତ୍ତି ବ୍ୟବସ୍ଥା କରିବା, ଠିକ୍ ଅଛି। ଏଇସବୁ ଦେଖ ଏଠି ଯେଉଁ ତୁମକୁ ସବୁ ଦେଇଛି IEEE ଏସବୁ ପଏଣ୍ଟ ସବୁ ମେନ୍ ପଏଣ୍ଟ, ଆକୁ ସବୁ ତୁମେ ଲେଖି ରଖ। ଯଦି ବି ଆର ତୁମେ PDF ଚାହୁଁଛ ତାହେଲେ ଟେଲିଗ୍ରାମରେ ଡେସ୍କ୍ରିପସନରେ ଦିଆଯାଇଛି, ସେଠି ଯାଇ PDF ମଧ୍ୟ ଡାଉନଲୋଡ଼ କରିପାରିବ, ଠିକ୍ ଅଛି। ତାପରେ ଦେଖ ଦେଇଛି ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ଶିକ୍ଷା। ଦେଖ ଯେଉଁମାନେ ଆଦିବାସୀ ଥିବେ, ବୁଝିପାରୁଛ କି ନାହିଁ? ଆଚ୍ଛା, ଯେଉଁମାନେ ଆଦିବାସୀ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ପାଇଁ ଅଧିକାର ଦିଆଯିବ, ଅଗ୍ରାଧିକାର, ଠିକ୍ ଅଛି। ମାନେ ଆଦିବାସୀରେ ଯେଉଁମାନେ ଥିବେ, ଆଦିବାସୀ ଅଞ୍ଚଳରେ ସେମାନଙ୍କ କତି କେମିତି ଆମେ ଶିକ୍ଷା ପଠାଇବା, ସେଥିପାଇଁ ମଧ୍ୟ ଗୋଟେ ସ୍କୁଲ କରିବା ଉଚିତ। ସେଠି ପାଠ୍ୟକ୍ରମ ଗୋଟେ ପଢ଼ିବାର ସେଠି ଗୋଟେ ସେଠି ଆମେ କ'ଣ କରିବା, ଅଧିକାଂଶ ଯେତେ ଗ୍ରାମାଞ୍ଚଳ ମାନଙ୍କରେ ସ୍କୁଲ ଗଠନ କରିବା, ଯାହାଫଳରେ କି ସମସ୍ତେ କ'ଣ କରିବେ, ଶିକ୍ଷା ପାଇପାରିବେ, ଠିକ୍ ଅଛି। ଏଇଟା ସେଠି ଦେଇଛି। ତ ଏଠି ମଧ୍ୟ ଦେଇଛି ସେମ୍ ହିଁ ତମର ଦେଇଛି। ଦେଖ ବହୁ ସଂଖ୍ୟାରେ ଆଶ୍ରମ ବିଦ୍ୟାଳୟ ଆବାସିକ ବିଦ୍ୟମାନ ପ୍ରତିଷ୍ଠା କରିବା, ଯାହାଫଳରେ କି ସମସ୍ତେ କ'ଣ କରିବେ, ଶିକ୍ଷାସ୍ଥାନକୁ ଆସିପାରିବେ ଏବଂ ସମସ୍ତେ କ'ଣ କରିପାରିବେ ନା ଶିକ୍ଷାର ଉପଭୋଗ କରିପାରିବେ। ଅନୁନ୍ନତ ଅଞ୍ଚଳ ନିମନ୍ତେ ଶିକ୍ଷା ମାନେ ଅନ୍ୟ ସବୁ ଅଞ୍ଚଳ, ଯେଉଁଟାକି ପାର୍ବତ୍ୟ ଅଞ୍ଚଳ ରହୁଛି, ମେରୁ ଦ୍ୱୀପାଞ୍ଚଳ, ଏଇସବୁ ଅଞ୍ଚଳରେ କେମିତି ସେମାନେ ଶିକ୍ଷା ପାଇବେ। ତ ଶିକ୍ଷା ତ ସମସ୍ତଙ୍କ କତିକି ପହଞ୍ଚି ପାରିବ ନାହିଁ। ଆମେ ବର୍ତ୍ତମାନ ଯେମିତିକି ପୁରା ଡେଭଲପ୍ ହୋଇସାରିଛି, ତୁମେ କ'ଣ ୟୁଟ୍ୟୁବରେ ଦେଖିପାରୁଛ ସବୁକିଛି, ଠିକ୍ ଅଛି। ମୋବାଇଲ ଦ୍ୱାରା ସବୁକିଛି ପାଠ ବି ପଢ଼ିପାରୁଛ। ତ ସେମିତି ତ ଏବେ ବି ଅଛନ୍ତି ଲୋକ ଯେଉଁମାନେ କି ଏମିତିଆ ସବୁ ରହିଛନ୍ତି, ଯେଉଁଟାକି ଅନ୍ୟାନ୍ୟ ଅଞ୍ଚଳରେ, ଯେଉଁଟାକି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପାଖରେ ଡେଭଲପ୍ ହୋଇପାରୁନାହିଁ। ତ ସେଠି ଆମେ କ'ଣ କରିବା, ଅଧିକରୁ ଅଧିକାଂଶ ଶିକ୍ଷା ଅନୁଷ୍ଠାନ ଗଢ଼ିବା, ଯାହାଫଳରେ କି ସେମାନେ ଶିକ୍ଷା ପାଇପାରିବେ, ଠିକ୍ ଅଛି। ଏଠି ମଧ୍ୟ ସେ ଲେଖିଛି। ତାପରେ ସେମ୍ ଜିନିଷ ଦେଇଛି ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ଶିକ୍ଷା। ମାନେ ଶିକ୍ଷା କ୍ଷେତ୍ରରେ ଆମେ ଯେତେ ଉନ୍ନତ ଧରଣର ଶିକ୍ଷା ଆଣିବା, ଯାହାଫଳରେ କି ସେମାନେ କ'ଣ କରିବେ ନା ଶିକ୍ଷା ଦ୍ୱାରା ହିଁ ସେମାନେ ପଢ଼ିଲେ, ଯାହାଫଳରେ କି ଶିକ୍ଷା ସେମାନେ ପାଇପାରିବେ ଏବଂ ଅତି ଅଗ୍ରସର ହେବେ, ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେବେ। ଯେଉଁ ପିଲାମାନେ ଥାଆନ୍ତି ବର୍ତ୍ତମାନ ମାନେ କ'ଣ କରିଥାନ୍ତି ନା ସ୍କୁଲ ଯାଆନ୍ତିନି, କଲେଜ ଯାଆନ୍ତି ନାହିଁ, ଘରେ ଆସିବେ, ବସିବେ, ଖେଳିବେ, ବୁଲିବେ। ତ ସେମାନଙ୍କୁ ମାନେ କ'ଣ କରିବା ନା ଶିକ୍ଷା କ୍ଷେତ୍ରକୁ ପଠେଇବା, ଯାହାଫଳରେ କି ସେମାନେ କିଛି ଜାଣିବେ, ବୁଝିପାରୁଛ କି ନାହିଁ? ଆଚ୍ଛା, ତାପରେ କ'ଣ ଦେଲା ନା ବିକଳାଙ୍ଗ ପାଇଁ ଶିକ୍ଷା। ଦେଖ ବିକଳାଙ୍ଗ ମାନେ ଯେଉଁମାନେ ଅଛନ୍ତି ଶାରୀରିକ ମାନସିକ ଅକ୍ଷମ, ସେମାନଙ୍କୁ କେମିତି ଶିକ୍ଷା ଦିଆଯିବ। ତ ସେମାନଙ୍କ ଉପରେ ମଧ୍ୟ ଆମେ ଅଧିକ ଗୁରୁତ୍ୱ ଦେବା। ମାନେ ବହୁତ ପିଲା ଅଛନ୍ତି ଯେଉଁମାନେ ଶାରୀରିକ ସେମାନେ ବି ମଧ୍ୟ କିଛିଟା ଶିକ୍ଷା ଜାଣିଲେ ତାଙ୍କ ମନରେ ଆଗ୍ରହ ଦେଖାଯିବ। ଜିଲ୍ଲାରେ ମଧ୍ୟ ଦେଖିଥିବ ଶିକ୍ଷା ମାନେ ଯେଉଁ ରହୁଛନ୍ତି ଅକ୍ଷମ ଶିଶୁମାନଙ୍କ ପାଇଁ କେମିତି ଆମେ ମାନେ ତାଙ୍କୁ ଶିକ୍ଷା ଦେବା, ସେଇଟା ମଧ୍ୟ ଆମେ ଜଣେଇବା।
ଆମ ଉପରେ ଗୁରୁତ୍ୱ ରହୁଛି କି ଆମେ ଯଦି ପିଲାମାନଙ୍କୁ ଠିକ୍ସେ ଗଢ଼ିବା ତାହେଲେ ପିଲାମାନେ ଠିକ୍ସେ ଗଢ଼ିବେ ମାନେ ଉଠିବେ, ବର୍ତ୍ତମାନ ଭବିଷ୍ୟତରେ କ'ଣ ହେବେ ନା ବହୁତ ବଡ଼ ହେବ। ଠିକ୍ ଅଛି, ତାପରେ ଦେଖ କ'ଣ ଦେଇଛି ନା ଉପରୋକ୍ତ କାର୍ଯ୍ୟକ୍ରମ ତଦନୁଯାୟୀ କାର୍ଯ୍ୟକାରୀ କରାଗଲେ ଶିକ୍ଷା କ୍ଷେତ୍ରରେ ସମାନତା ଆଣିପାରିବେ। ଏସବୁ ଜିନିଷ ଦେଖ ଅସମର୍ଥ ପିଲାଙ୍କୁ ବୈଷୟିକ ବୃତ୍ତିମୂଳକ ତାଲିମର ପ୍ରଦାନ ଦରକାର। ତାଲିମ ଆମେ ଯଦି ଠିକ୍ସେ ପଢ଼େଇବା, ଠିକ୍ସେ ଇଏ କରିବା, ତାହେଲେ ସେମାନେ ବହୁତ ଭଲ ଭାବରେ ରେଜଲ୍ଟ କରିବେ। ତାପରେ ସ୍ୱତନ୍ତ୍ର କରାଯିବ ଅକ୍ଷମ ଶିଶୁଙ୍କୁ ଶିକ୍ଷା ପାଇଁ ସମସ୍ତ ପ୍ରକାର ବେସରକାରୀ ଉଦ୍ୟମ ମଧ୍ୟ ପ୍ରୋତ୍ସାହନ ଦିଆଯିବ କଥା ନିଶ୍ଚିନ୍ତ ଏଇଟା। ଠିକ୍ ଅଛି, ତ ଇଏ ଥିଲା ଦେଖ ଇଏ ସବୁ ଯେଉଁ ଯାହା ବି ତୁମର ଅଛି ତୁମେ ଟେଲିଗ୍ରାମରେ ଜଏନ୍ ହୋଇକିନି PDF ସବୁ ସେଣ୍ଡ ହେଇଛି, ଅଲରେଡ଼ି ସେଣ୍ଡ ହେଇଛି, ତୁମେମାନେ ଡାଉନଲୋଡ଼ କରିପାରିବ। ଠିକ୍ ଅଛି, ଆଉ ଇଏ ଥିଲା ତୁମେମାନେ ଏଗୁଡ଼ା ସବୁ ଲେଖିବ, କିନ୍ତୁ ମନରୁ କିଛି ଲେଖିବାକୁ ଚେଷ୍ଟା କରିବ। ଠିକ୍ ଅଛି, ଯେଉଁଟା ପଢ଼ା ହେଲା ସେଇଟା ମାନେ ଲେଖିବନି। ଏଇଠି ମୁଁ ଯେଉଁ କହିଲି ନାରୀ ଶିକ୍ଷା, ଠିକ୍ ଅଛି, ଏଗୁଡ଼ା ସବୁ ମନରୁ କିଛିଟା ଲେଖିବ, ଯାହାଫଳରେ କି ତୁମମାନେ ମାନେ ଯେତେବେଳେ ନୋଟ୍ ଦେଖିବେ ସେମାନେ ଯେଉଁମାନେ ବସିଛନ୍ତି ସେମାନେ ଯଦି ଦେଖିବ ପଏଣ୍ଟ ଦେଇ ଲେଖିବ ତ ବହୁତ ହି ଭଲ ରେଜଲ୍ଟ ହେବ। ଠିକ୍ ଅଛି, ତ ନେକ୍ସଟ ମଧ୍ୟ ଆଗକୁ ମଧ୍ୟ ଆମର ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ଆସିବ। ଆଜି ପାଇଁ ଥିଲା ଏତିକି ଭିଡ଼ିଓ, ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଇଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍। ଯଦି କିଛି ଡାଉଟ୍ ରହିଛି କମେଣ୍ଟରେ ଜଣାଇବ।